ଯାହାଫଳରେ କି ଆମକୁ ଯେଉଁଭଳି ଭାବରେ ସେମାନେ ଗ୍ରହଣ କରିବା କଥା ସେଇଭଳି ଭାବରେ ଗ୍ରହଣ କଲେ ନାହିଁ। ସେ କିନ୍ତୁ ଟଙ୍ଗା ହେଇଛି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗୋଟେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ ଯେ ସାଧାରଣ ଲୋକଙ୍କୁ ଗାଳି ଦେଇପାରିବେନି ସରକାରୀ ଅଧିକାରୀ କର୍ମଚାରୀ। ଏବଂ ଭାରତ ବର୍ଷରେ ଯେଉଁ ସମ୍ବିଧାନଟା ଚାଲିଛି ସେ ସମ୍ବିଧାନରେ ମଧ୍ୟ ନାଗରିକ ହେଉଛନ୍ତି ଜନତା ହେଉଛନ୍ତି ମାଲିକ ଏବଂ ପ୍ରଶାସନ ସ୍ତରରେ ଯେଉଁମାନେ ରହିଲେ ଏମାନେ ହେଉଛନ୍ତି ଆମର ସେବକ। ତେଣୁ ମାଲିକମାନଙ୍କର ସେବା କରିବା ଉଦ୍ଦେଶ୍ୟରେ ସେମାନଙ୍କର କାର୍ଯ୍ୟକ୍ରମ, ତେଣୁ ସେମାନେ ମାଲିକାନା ଦେଖେଇବେ ନାହିଁ। ଏଇଥିପାଇଁ ସମ୍ବିଧାନ ଦିଆଯାଇଛି ଏବଂ ଗଣତନ୍ତ୍ର ଯେଉଁ ଆସିଲା ରାଜା ରାଜୁଡ଼ା ଶାସନକୁ ହଟେଇକି ଯେଉଁ ମହାପୁରୁଷମାନେ ନିଜ ଜୀବନକୁ ବଳିଦାନ କରିଥିଲେ ତାଙ୍କର ଲକ୍ଷ୍ୟ ଥିଲା ସେଇଆ ଯେ ଜନତାଙ୍କ ପାଇଁ ଗୋଟେ ସେବା ବ୍ୟବସ୍ଥା ରହିବ। କିନ୍ତୁ ଦୁର୍ଭାଗ୍ୟର କଥା ଇଂରେଜମାନେ ଚାଲିଗଲେ, କିନ୍ତୁ ଯେଉଁମାନେ ଆମର ଗାଦିରେ ବସିଲେ ପୁଣି ସେଇ ଇଂରେଜ ମାନସିକତା ନେଇକି ଆସିଲେ ଏବଂ ସେଇ ମାନସିକତା ଫଳରେ ଯେତେବେଳେ ଆମେ ଦାବିପତ୍ର କିଣିଏ ଦେଇକି ଗଲେ ସେତେବେଳେ ଆମେ ଜିଲ୍ଲାପାଳଙ୍କର ରୋଷର ଶିକାର ଯେଉଁ ରୋଷର ଶିକାର ହେଲେ ତାର ପ୍ରତିଫଳନ ହେଲା ଯେ ଆମେ ସମସ୍ତେ ନିଷ୍ପତ୍ତି ନେଲେ ଯେ ଆମେ ଏଇଠି ଧାରଣାରେ ବସିବା। କିନ୍ତୁ ଏଇ ଯେଉଁ ଧାରଣାରେ ବସିଲେ ଏହାର କାରଣଟା କ'ଣ ଏଇଟାକି ଆମେ ସମସ୍ତେ ସ୍ପଷ୍ଟ ହେଇଯିବା ଦରକାର। ଧାରଣାର କାରଣଟା କେବଳ ନଥିଲା ଯେ ଗୋଟେ ଜିଲ୍ଲାପାଳ ଆମକୁ ଅଶାଳୀନ ବ୍ୟବହାର ଦେଖେଇଦେଲେ ଆମେ ସେଇଥିପାଇଁ ବସିଗଲେ। ଜାତିର ଜନକ ମହାତ୍ମା ଗାନ୍ଧୀ ଯେତେବେଳେ ଆନ୍ଦୋଳନ କରୁଥିଲେ ସେ କହିଥିଲେ ଯେ ଇଂରେଜମାନେ ଯେଉଁମାନେ ଆମକୁ ଶାସନ କରୁଛନ୍ତି ସେମାନେ ଆମର ଶତ୍ରୁ ନୁହଁ, ତାଙ୍କର ବିରୋଧୀ ନୁହଁ। କିନ୍ତୁ ଇଂରେଜମାନଙ୍କ ଭିତରେ ଯେଉଁ ଶୋଷଣର ମାନସିକତା ଅଛି, ଯେଉଁ ପୋଷଣ ଦେବାର ମାନସିକତା ଅଛି, ସେଇ ମାନସିକତାର ବିରୋଧୀ ଏବଂ ସେଇ ମାନସିକତା ବିରୁଦ୍ଧରେ ମୋର ହେଉଛି ଆନ୍ଦୋଳନ। ମହାତ୍ମା ଗାନ୍ଧୀ କହିଲେ ଠିକ୍ ସେ ଆମେ ଯେଉଁ ଧାରଣା କରିବା ପାଇଁ ଗଲେ ଇଏ ଧାରଣା ଯେ କେବଳ ଜଣେ ଜିଲ୍ଲାପାଳ ଆମକୁ ଶୋଧି ଦେଲେ ଆମେ ତାଙ୍କ ଉପରେ ଆକ୍ରୋଶ ମନୋଭାବ ରଖିକିରି ଏଠି ଧାରଣା କଲୁ, ସେ କଥା ଆଦୌ ଇଏ ଧାରଣା କରିବାର ଉଦ୍ଦେଶ୍ୟ ରହିଥିଲା ଯେ ଆମେ ଜାଣିଛେ ଯଦି ଜଣେ ଅଧିକାରୀ ସରକାରୀ ଅଧିକାରୀ ବା କର୍ମଚାରୀମାନେ ସେମାନେ ଯଦି ଅହଙ୍କାରୀ ହେଇଯାଆନ୍ତି, ସେମାନେ ଯଦି ଅସାମ୍ବିଧାନିକ ଆଚରଣ ପ୍ରଦର୍ଶନ କରନ୍ତି ତାହେଲେ ଗଣତନ୍ତ୍ରଟା ଭୁଷୁଡ଼ି ପଡ଼ିବ, ଗଣ ବିକାଶଟା ବାଧାପ୍ରାପ୍ତ ହେବ ଏବଂ ଦୁର୍ନୀତିର ଦୁର୍ଗ ପାଲଟିଯିବ ଅମଲାତନ୍ତ୍ର। ତେଣୁ ଏଇଟା ଗୋଟେ ବୃହତ ସ୍ୱାର୍ଥକୁ ଆଖିରେ ରଖିକି ନିଷ୍ପତ୍ତି ନିଆଗଲା ଯେ ଆମେ ଧାରଣାରେ ବସିବୁ ଏବଂ ଯେଉଁ ଧାରଣା ଅହିଂସାତ୍ମକ ଭାବରେ ଚାଲିଛି ଗାନ୍ଧୀଙ୍କର ବିଚାରଧାରାରେ ଚାଲିଛି ଏବଂ ଆଜି ହେଉଛି ଧାରଣାର ସପ୍ତମ ଦିନ। କିନ୍ତୁ ଆମ ଭିତରେ ଯେଉଁମାନେ ଆମେ ଏଠି ଉପସ୍ଥିତ ଅଛେ ଆମେ ଯେହେତୁ ଗାନ୍ଧୀଙ୍କର ବିଚାରଧାରା ଆଦର୍ଶକୁ ନେଇକି ଯାଉଛେ ଆମେ ସମସ୍ତେ ଟିକେ ତାକୁ ଅଭ୍ୟାସ କରିବା ଦରକାର। ନିଜ ତରଫ ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ ହେଉଛି ଯେ ଯେଉଁମାନେ ଶାସନ ଶୋଷଣ କରୁଛନ୍ତି ସେମାନଙ୍କର ଅହଙ୍କାରକୁ ଭାଙ୍ଗିବା ବା ସେମାନଙ୍କୁ ପରିବର୍ତ୍ତନ କରିବା, ଆମ ନିଜର ଅହଙ୍କାରକୁ ପ୍ରଦର୍ଶନ କରିବା। କାହିଁକିନା ଏଇଟା ଗୋଟେ ସଂଘ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ଏକା। ଯଦି ଜିଲ୍ଲାପାଳରେ ଭଲ ଲୋକ ହେଇଗଲା ତାହେଲେ ଜିଲ୍ଲାର ଭବିଷ୍ୟତ ଉଜ୍ଜଳ ହେଇଯିବ। ତେଣୁ ସେଇ ମାନସିକତା ନେଇକି ଘଟଣା ଚାଲିଥିଲା। ଯଦିଓ ଆଜି 7 ଦିନ ବିତି ଯାଇଛି, ଏ 7 ଦିନ ଭିତରେ ଅନେକ ଶ୍ରମ ଦିବସ ଆମର ନଷ୍ଟ ହେଇଛି। କିଏ କେଉଁ କାମ ଧନ୍ଦା କାଢ଼ିକି ଆସିକି ଏଠି ବସେ ଏବଂ ସବୁଠୁ ମୁଁ ବେଶୀ ଧନ୍ୟବାଦ ଦେବି ଆମର ବିଜୟଲକ୍ଷ୍ମୀ ଅପା, ସିଏ ଯାହାକୁ ନେତୃତ୍ୱ ଦେଇଛନ୍ତି ବହୁତ ବହୁତ ଧନ୍ୟବାଦ ତାଙ୍କୁ। ପିଲା ଛୁଆ କଥା ଭୁଲି ଖାଇବା ପିଇବା କଥା ଭୁଲି ଏଠି ଆସିକି ରାତି 12ଟା ପର୍ଯ୍ୟନ୍ତ ଗୋଟେ ସ୍ତ୍ରୀ ଲୋକ ହେଇକି ମୋତେ ରାତି 12ଟା ପର୍ଯ୍ୟନ୍ତ ବସୁଛନ୍ତି। ତାପରେ ନିଷ୍ପତ୍ତି ନେଉଥିଲେ ବିଜୟଲକ୍ଷ୍ମୀ ଅପା ପ୍ରତିମା ଅପା ଆମେ ରାତିରେ ବି ଏଇଠି କହିବୁ କିଛି ଅସୁବିଧା ନେଇ ଆଉ ଆପଣମାନଙ୍କର ଯେଉଁ ସହଯୋଗ ରହିଛି, ଆପଣମାନଙ୍କ ଭିତରେ ଯେଉଁ ସମର୍ଥନ ରହିଛି, ଏ ସମସ୍ତ ଜିନିଷ ଗୁଡ଼ାକ ପୁଞ୍ଜୀକୃତ ହେଇକରି ତାହା ପ୍ରେସର ଚାପଗ୍ରସ୍ତ କଲା। ଯେମିତି ଦେବତାମାନେ ଏକଜୁଟ ହେଲା ପରେ ତାଙ୍କ ଚିନ୍ତନ ଭିତରୁ ଦେବୀ ଦୁର୍ଗା ବାହାରିଲେ, ଠିକ୍ ସେମିତି ଆମର ସମଭାବ ଥିଲା, ଚିନ୍ତନ ଥିଲା, ସେଇ ଭାବନା ଦ୍ୱାରା ସେ ଶକ୍ତି ନିର୍ଗତ ହେଲା ଏବଂ ସେ ଶକ୍ତି କିଛି ମାତ୍ରାରେ କାମ କଲେ। ଯାହାଫଳରେ ଆଜି 7ମ ଦିନରେ 7 ଦିନ ବିତି ଯାଇକି ମଧ୍ୟ ଆଜି 7ମ ଦିନରେ ଜିଲ୍ଲାପାଳ ନିଜେ ତାଙ୍କ ତରଫରୁ ଆଲୋଚନା କରିବାର ସୁଯୋଗ ସୃଷ୍ଟି କଲେ ଏବଂ ଆଲୋଚନା କଲା ପରେ ସେ ଏ ଧାରଣା ସ୍ତରକୁ ମଧ୍ୟ ଆସିଥିଲେ ଏବଂ ଆସିକରି କହିଲେ ଧାରଣାକୁ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ନିବେଦନ କରୁଥିଲେ। କିନ୍ତୁ ଆମେ ତାଙ୍କୁ କହିଲୁ ଯେ ଏଇ ଯେଉଁ ଧାରଣା ଏ କଥା ଗୋଟେ ସ୍ପଷ୍ଟ ତାଙ୍କୁ କହିଲୁ ଯେ ଗୋଟେ ଜିଲ୍ଲାର ସ୍ୱାର୍ଥ ପାଇଁ ଏବଂ ଆମେ ଯେଉଁ 2-4 ଜଣ 5 ଜଣ କରୁଛୁ, ଆମେ ଯେ ନେତା ଆମେ ଯାହା କରିବା ଆମର ଧାରା ମଧ୍ୟ କାର୍ଯ୍ୟଧାରା ମଧ୍ୟ ଗଣତାନ୍ତ୍ରିକ ଢାଞ୍ଚାରେ କରାଯାଏ। ଯାହା ଆମେ ନିଷ୍ପତ୍ତି ନେବୁ ସାମୂହିକ ଭାବରେ ଆଲୋଚନା କରି ନିଷ୍ପତ୍ତି ନେବୁ। ଏହା ନୁହଁ ଯେ
ଜୟ ଜଗନ୍ନାଥ ମତେ ଏକଥା ନୁହେଁ ଯିଏ ଗୋଟେ ଗଣତାନ୍ତ୍ରିକ ଢାଞ୍ଚାରେ ଯେମିତି ଗଣତନ୍ତ୍ରକୁ ରକ୍ଷା କରିବା ହେଉଛି ଆମର ଉଦ୍ଦେଶ୍ୟ ଏ ଧାରଣାର ଲକ୍ଷ୍ୟ ତେଣୁ ଆମେ ମଧ୍ୟ ଗୋଟେ ଗଣତାନ୍ତ୍ରିକ ଢାଞ୍ଚାରେ ଏ କାର୍ଯ୍ୟକ୍ରମ ନେଇକି ଯାଉଛୁ ତେଣୁ ଆମର ଯେଉଁ ସାଥୀମାନେ ଥିଲେ ବିଶେଷ କରି ସମସ୍ତେ ତ ଆସିପାରିବେନି ଦୂର ଦୂରାନ୍ତରେ ଅଛନ୍ତି ତେଣୁ ଯେଉଁମାନେ ଆସିପାରିବେ ପାଖାପାଖି ଅଛନ୍ତି ବା ଯେଉଁମାନଙ୍କର ଆସିବାର ସୁବିଧା ଅଛି ଆମେ ସମସ୍ତଙ୍କୁ ଜଣେଇବୁ ସେମାନେ ସମସ୍ତେ ଆସିଲା ପରେ ଆପଣଙ୍କୁ ଏଇଠିକି ଆସିବେ ସେଇଠି ଆମେ ଏବଂ ଯାହା ହଉ ଏଠି ପ୍ରାୟ ଅଧଘଣ୍ଟା ସେ ଆଲୋଚନା କଲେ ଆଲୋଚନା କଲା ପରେ ସେ ତାଙ୍କ ଆଲୋଚନାରେ କହିଲେ ଯେ ଏଇଟା ଗୋଟେ ଗ୍ୟାପ୍ ହେଇଯାଇଥିଲା ବୁଝାମଣାରେ ଗ୍ୟାପ୍ ହେଇଥିଲା କମ୍ୟୁନିକେସନ୍ ତାଙ୍କ ମନ ଭିତରେ କିଛି ବି ଥାଉ ଯାହା ବି ଥାଉ କିନ୍ତୁ ସେ କହିଲେ ଯେ ନାଇଁ ଏଇଟା ଗୋଟେ ମିସ୍ଅଣ୍ଡରଷ୍ଟାଣ୍ଡିଂ ହେଇଗଲା ଗୋଟେ ବୁଝାମଣା ଭିତରେ ବୋର୍ଡ ଆସିଲେ ଟେନସନ୍ ନାହିଁ ମୁଁ ମଧ୍ୟ କାମ କରିଛି ଛାତ୍ର ଅବସ୍ଥାରେ ମୁଁ ବି ପୋଲିସ ମାଡ଼ ଖାଇଛି ଏସବୁ କହୁଛି ତାଙ୍କ କଥାବାର୍ତ୍ତା ଯେତିକି ଆମେ ଅନୁଭବ କଲୁ କିଛିଟା ବିଶ୍ୱାସ ଆସିଲା ଯେ ନାଇଁ କ'ଣ କିଛି ତେଣୁ ଆମେ ତ ଠିକ୍ ଅଛି ଯଦି ଆପଣ ଇଏ ଆନ୍ଦୋଳନ ଭିତରେ ଅଛନ୍ତି ଆନ୍ଦୋଳନକୁ ବୁଝିଛନ୍ତି ତାହେଲେ ଆମେ ସମସ୍ତ ସାଥୀମାନଙ୍କୁ ସାଥୀଙ୍କ ସମସ୍ତ ସାଥୀଙ୍କ ଜୀବନରେ এই পর্যন্ত বর্তমান কথা যাইছি এবং আমি চিন্তারত সমস্তে আসলা পরে আমি ভাবুଛୁ যে খালি তো আমি ধারণাটা প্রত্যাহার করবার রাজু আমার যে লক্ষ্য রয়েছে ধর্মের লক্ষ্য আমার রয়েছে যে মত বিরোধী প্রথম যে কথা রয়েছে কেবল মত বিরোধী নয় এটি এটি রশ্মি ভাই অଛନ୍ତି প্রিয়া ভাই অଛନ୍ତି ভাই অଛନ୍ତି গুণ ভাই অଛନ୍ତି আমার ସାନ ଭାଇ ସରିତ ବି ଅଛନ୍ତି ମାନେ ଯେଉଁମାନେ ବି ସମସ୍ତେ ଅଛନ୍ତି ପ୍ରତିରଙ୍କ ଅଛନ୍ତି ଏନ୍ଜିଓ ଆସିଛନ୍ତି ସେମାନେ ଯେଉଁମାନେ ବି ଆସିଛନ୍ତି ଯାହାକୁ ହାତ ମାଧ୍ୟମ ଆମର ଯେମନ ରହିଛନ୍ତି ଆସି ପହଞ୍ଚି ପାରୁଛନ୍ତି ସମସ୍ତେ ଗୋଟେ ସାମାଜିକ କାମ ଭିତରେ ଅଛନ୍ତି ଲଢ଼େଇ ଭିତରେ ଅଛନ୍ତି ସେ ସମାଜର ପରିବର୍ତ୍ତନ ଚିନ୍ତାଧାରା ପାଇଁ କାମ କରୁଛନ୍ତି ମୁଁ ନିଶ୍ଚିତ କରୁଛି ତେଣୁ ମୁଁ କହୁଛି ଯଦି ଜିଲ୍ଲାପାଳ ଏଠିକି ଆସନ୍ତି ଯେଉଁ କଥା ଦେଇଛନ୍ତି ପୁଣି ଛାତ୍ର ବେଳକୁ ଆସିବେ ସେ ତାଙ୍କ ତରଫରୁ କହିଛି ଯେ ନାଇଁ ଦୋକାନ ମୁଁ ଆସିବି ଆମେ ତାଙ୍କୁ ରିକ୍ୱେଷ୍ଟ କରିଛୁ ଯେ ଆଜ୍ଞା ଆପଣ ଟିକେ ଆସନ୍ତୁ ସମୟ କହୁଛନ୍ତି କିନ୍ତୁ ଏ କଥା ନୁହେଁ ସେ ତାଙ୍କ ତରଫରୁ କହିଛନ୍ତି ଯେ ନାଇଁ ଆମେ ପଶିବୁ ଆପଣମାନେ ତେଣୁ ଆମେ ଏଇଠି ଗୁଣ ଭାଇ ଗୋବିନ୍ଦ ଭାଇ ଯଦି କଥା ହେଉଛୁ ଯଦି ଆସି ବରଂ ମୂଷା ଆସିଲେ ଆମେ ତାଙ୍କୁ ନମସ୍କାର କରି ଆମ ଝିଅ ବାବୁ ଆଜ୍ଞା ଟିକେ ଶୁଣନ୍ତୁ ଯଦି ହଁ କଥା ସାରିଛନ୍ତି ଯେ ଯେ ଯଦି ପୁଣି ଆସନ୍ତି ତାଙ୍କର କଥା ଦେଇଥାନ୍ତେ ଯଦି ଆସନ୍ତି ଆମର ବିଶ୍ୱାସ ହେଉଛି ସେ ଆସିବେ କାହିଁକିନା ଅଧଘଣ୍ଟାଏ ତାଙ୍କ ଜାମୁରେ ଅଧଘଣ୍ଟାଏ ଏଠି ଆସିକିରି ବସିଲେ ଥରେ କାଲିକି ଆସିକି ବସିଲେ ମହାତ୍ମାଙ୍କୁ ଫଟୋ ମିଡ଼ିଆ ମାରି ଏସବୁ କଥା କଲେ ଆମ ବିଶ୍ୱାସ ହେଉଛି ସେ ଆସିବେ ଯଦି ଆସନ୍ତି ଯେ ଆମେ ତାଙ୍କୁ କ'ଣ କହିବା ୟାର ଉପରେ ସମସ୍ତେ ଟିକେ ଚିନ୍ତା କରିବା ଦରକାର ଆମେ ଟିକେ ଚିନ୍ତା କରୁଛୁ ଆଲୋଚନା କରୁଛୁ ଯେ ଆମର ମୂଳ ଲକ୍ଷ୍ୟ ରହିଛି ସମସ୍ତେ ଯିଏ ଯୋଉଠି କାମ କରନ୍ତି ଧରନ୍ତୁ ସରିତ ଭାଇ ସାନ ଭାଇ ସରିତ ଭାଇ ସେ ତାର ଗୋଟେ ସେବା କାର୍ଯ୍ୟରେ ଲାଗେ ସେ ଯୋଉ ଉପଭୋଗ ଭାଇ ଏ ସମସ୍ତେ ଗୋଟେ ସମାଜ ପାଇଁ କାମ କରୁଛି ତେଣୁ ମୁଁ ଭାବୁଥିଲି ଯେ ଅତି କମ୍ରେ ଜିଲ୍ଲାପାଳ ଟିକେ ଗୁରୁତ୍ୱ ଦିଅନ୍ତୁ ଯଦି ଆମ ଭିତରେ ଯେଉଁ କଥା କହୁଥିଲେ ଯଦି ପ୍ରକୃତରେ ସେଇ କଥା ତାଙ୍କ ଭିତରେ ଅଛି ତାହେଲେ ଯେଉଁ ଶକ୍ତିଟା ଏଠି ଜଗତସିଂହପୁର ଜିଲ୍ଲାର ସ୍ୱାଭିମାନ ସମାଜ ଏବଂ ସମୃଦ୍ଧି ପାଇଁ କାମ କରୁଛନ୍ତି ସେଇ ଲୋକମାନଙ୍କୁ ଗୁରୁତ୍ୱ ଦେବା ଦରକାର କାହିଁକି ନା ଏମାନେ ସମସ୍ୟାକୁ ସମାଧାନ କରିବା ପାଇଁ କେତେବେଳେ କେତେବେଳେ ଆସିକି ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରୁଛନ୍ତି ମୁଁ ଭାବୁଛି ଏଇ ଗୋଟିଏ କଥା ହେଲେ ମଧ୍ୟ ବହୁତ କଥା ବୋଲି ମୁଁ ଭାବୁଛି ଏବେ ଆପଣମାନେ ସମସ୍ତେ ଟିକେ ତା ଉପରେ ବିଚାର ରଖନ୍ତୁ ଏବେ ତାଙ୍କର ଡିସି ଚାଲିଥିଲା ମିଟିଂ ଚାଲିଥିଲା ବୋଧହୁଏ ୟାପରେ ସେ ଚାଲି ଆସିପାରନ୍ତି 15-20 ମିନିଟ୍ ଭିତରେ ବୋଧେ ଆସିପାରନ୍ତି
सरकार मजा आमर नहीं दरकार सरकार मजा आमर नहीं दरकार 1956 लागू करो 1956 मिशन सरकार लागू करो तो तांकु देकी हमर जो दायित्व ए उत्तरदायित्व से कथा को अग्रगामी पॉलिसी स्तर रे शासन प्रशासन रो निष्पत्ति के दिगो से मुद्दा को कथा न करे हम संस्कृति भितर आसला कि हमर ऑब्जेक्टिव जे हम लक्ष्य दिल अग्रसर होना तो अंतर जिल्लार जो कथा बड़ा तो रहउची एबोली तो नेपाल गणना बढी आसपास उपस्थिति अन्तर्गत कार्यक्रमको आयोजना दरकार ठीक कहली वरिष्ठ भावले आमर ये कथार लिस्ट बा निर्देश को लेकिन आलोचना रखे तेना ये कहले आम समस्त सहयोग कर आम समस्त मत आगे जहाँ कहले कहले आउ कई बनी कहीपर समस्त कथा गोटे निर्देश दरकार ये माटीर ये करवा नवा ना ये कथा समस्त श्रेय भाव आवश्यक माटी पाइले आप जमी बुझे आलोचना कर कथा अंततः जिलापाल सम्मेलन नवा सहित आम सहित सहयोग कर चलिए जिला किसी सीभिल गोटे परिवर्तन धारा आम आगे जापर कथा को साधना करता करवा प्रतिबद्धता सहित आगे से संकल्प प्राक्टिस कथा को काम भाव मुझे आमे प्रथम आरंभ करिया रमाकांत भाई पाखु जड़े सर्वोदय कर्मी मद विरोधी अभियान एवं गांधींकर विचारधारा को निजर आदर्श भाव ग्रहण करी से सारा जीवन अतिबाहित कर गांधी विचारधारा को प्रतिष्ठा करने आम शुणा रमाकांत भाई आप कहतु कौन आज लक्ष्य उद्देश्य थिला एवं कौन घटिला आज आमर मिलित ओडिशा निशान अभियान और सर्वोदय संगठन तरफ आज गणगणना जगतसिंहपुर जिलापाल गणधारणा चलुवा मुख्यमंत्री उद्देश्य गोटे स्मारक पत्र जिलापाल आमको खबर देले मैंने गले जिलापाल को भेटिया से समय पुलिस भाई मैंने कहले 5 जन खंडे आसतु आउ 2-3 जन भाई भौणी मैंने थे माँ मैंने थे सी कहले जिलापाल अफिसटा केमती देखापी सी भितर को पशिगले से समय जिलापाल एमती अशालीन व्यवहार कले सांगे सांगे माँ मान को कहले दौड़ दौड़ जाओ जाओ एत लोक आसपारे मुझे भी अनुरोध कर सार 5 जन आप कहते 2-3 जन माँ मैंने असुविधा सर कौन है एत बड़ जगह तो अच्छी जगह न था कि कहले ना ना पड़े जातु एठू चली जाओ एटी पार कथा एत लोक आसतुनि एमती व्यवहार कले जहाँफल कि माँ मैंने से चली आसिले आसला एत असभ्य भाव से गाड़ी गुलज कले आशालीन भाव में गाड़ी गुलज माँ मान कर माँ मैंने आसिकी भाई बहुत अपमान तो लगे जहाँफल कि से कहले ना जिलापाल आसतु एटी निशर्त क्षमा मागतु आमको जो भाव में व्यवहार कले कारण आपड़ ए देखि जड़े कर डाक्तखाना जो भाव में पश्चिमबंग जो भाव में जड़े भौंडी को जो भाव में बलात्कार कराई मर्डर कराला सारा भारत हुलचुल थी समय ये आम जगतसिंहपुर जिलापाल केमिति एभली आशालीन व्यवहार करें यहाँ माँ मान को समस्त प्रश्न उठला से बहुत खराब लगी जहाँफल से भाविले यार प्रतिकार हाँपाई यार विरोध कले से बर्तमान से धारणा बर्तमान समस्ते भौणी मैंने भाई मैंने बस वर्तमान आम देखा मान्यवर उच्च न्यायालय जो नियम जारी करिसेंती जे सरकारी कर्मचारी एवं अधिकारी माने साधारण लोकों को भयभीत करि परिबे नाही, सेमानकु अशालीन व्यवहार प्रदर्शन करि परिबे नाही
ସମ୍ଭ୍ରମତାର ସହିତ ସେମାନେ ଲୋକମାନଙ୍କ ସହିତ ବ୍ୟବହାର ପ୍ରଦର୍ଶନ କରିବେ, କିନ୍ତୁ ଏଠି ଜଗତସିଂହପୁର ଜିଲ୍ଲାର ଯିଏ ଜିଲ୍ଲାପାଳ ଅଛନ୍ତି କେମିତି ଏଇ କଥାଟା ଜାଣିପାରିଲେ ନାହିଁ ଜଣେ ଶିକ୍ଷିତ ବ୍ୟକ୍ତି ଜିଲ୍ଲାର ଅଧିକାରୀ, ଏବଂ ସେ କାହିଁକି ଅଶାଳୀନ ଭାବରେ ବ୍ୟବହାର ପ୍ରଦର୍ଶନ କଲେ ଏବଂ ଯାହାଫଳରେ ଆଜି ଧାରଣା ବସିବାକୁ ପଡ଼ିଲା, ଅହରାତ୍ର ଧାରଣା ଆବଶ୍ୟକ ପଡ଼ିଲେ ପୁଣି ଅନଶନରେ ବସିବା ପାଇଁ ବୋଧେ ନିଷ୍ପତ୍ତି ନିଆଯିବ। ଆମ ଗହଣରେ ଅଛନ୍ତି ସ୍ନେହାଂଶୁ ଭାଇ। ମୁଁ ନିବେଦନ କରିବି ସ୍ନେହାଂଶୁ ଭାଇ କି ଦିପଦ କଥା ରଖିବା ପାଇଁ ଯେ କ'ଣ ବାସ୍ତବିକ ଏଇ ଯେଉଁ କ୍ଷେତ୍ର ସ୍ଥିତି ଉପୁଜିଛି। ଏଇଠି ଯେତେବେଳେ ସତ୍ୟାଗ୍ରହ ଚାଲିଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯେଉଁ ଦାବିପତ୍ର ଥିଲା ଯେ ରାଜ୍ୟକୁ ମଦମୁକ୍ତ କରାଯାଉ, ସେ ସମୟରେ ଜିଲ୍ଲାପାଳଙ୍କ ଜରିଆରେ ପଠାଇବା ପାଇଁ ଏଠି ଆମର କିଛି ଭଉଣୀମାନେ ମାଆମାନେ ସବୁ ଯାଇଥିଲେ, ଭାଇମାନେ କିଛି ଯାଇଥିଲେ ଏବଂ ଆମେ ସେତେବେଳେ ଏଇଠି ଥିଲୁ। ସିଏ କିଛି ସମୟ ପରେ ଫେରି ଆସିଲେ ଏବଂ ଯେଉଁ ପ୍ରତିକ୍ରିୟା ପ୍ରକାଶ କଲେ ଯେ ଜିଲ୍ଲାପାଳ ଅତ୍ୟନ୍ତ ଅଶୋଭନୀୟ, ଅତ୍ୟନ୍ତ ଅରୁଚିକର ଶବ୍ଦରେ, ଯାହା ଶୋଭନୀୟ ଜଣେ ଜିଲ୍ଲାପାଳଙ୍କ ପକ୍ଷେ କେବେ ବି ଶୋଭନୀୟ ନୁହେଁ, ଜଣେ ପଦସ୍ଥ ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀଙ୍କ ଠାରୁ ଏଭଳି ଗୋଟିଏ ଅଶୋଭନୀୟ ବ୍ୟବହାର କେବେ ହେଲେ ଆଶା କରାଯାଇପାରେ ନା। ଆଉ ସେ ସ୍ଥଳେ ଜିଲ୍ଲାପାଳ କ'ଣ ଇଏ ବହୁତ ବଡ଼ କିଛି ଗୋଟେ ଅପରାଧୀୟ ଘଟଣା ନୁହେଁ ଯେ କିଛି ମାଆ ମାନେ ଯାଇଥିଲେ 5 ଜଣଙ୍କୁ ସେମାନେ ଡାକିଲେ, ତା ଦେହରେ ଆଉ 2-4 ଜଣ ଅଧିକ ପଳେଇ ଯାଇଥିଲେ। ଇଏ ଏଭଳି କୌଣସି ଗୋଟେ ବହୁତ ବଡ଼ ଅପରାଧ ବି ନୁହେଁ। ଆଉ ତାଙ୍କୁ ଅତ୍ୟନ୍ତ ଅସାମାଜିକ ଶବ୍ଦରେ ଯାଅ ଯାଅ ଏଠୁ ବାହାର ଯାଅ। ଆଉ ଜିଲ୍ଲାପାଳ ଭାବୁଛନ୍ତି ଯେ ସିଏ ହେଉଛନ୍ତି ଜନତାର ମାଲିକ। ସେଥିପାଇଁ ହାଇକୋର୍ଟ ଆପଣ ଦେଖୁଛନ୍ତି, ଏଇଟା ହାଇକୋର୍ଟ ନିର୍ଦ୍ଦିଷ୍ଟ ଭାବରେ ତାପରେ ରାୟ ଦେଇଛନ୍ତି କୌଣସି ସରକାରୀ ଅଧିକାରୀ ଜନସାଧାରଣଙ୍କୁ କେବେ ଅଶୋଭନୀୟ ବ୍ୟବହାର କରିପାରିବେ ନାହିଁ। ଆଉ ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ରରେ ଯଦି ଯେଉଁମାନେ ମଦ ବିରୁଦ୍ଧରେ ଲଢ଼ୁଛନ୍ତି ସେମାନଙ୍କୁ ଯଦି ଏଭଳି ବ୍ୟବହାର କରାଯାଇପାରିବ, ତାହେଲେ ଜଣେ ସାଧାରଣ ଲୋକଟିଏ ତା'ର କାମ ପାଇଁ ଯେତେବେଳେ ଜିଲ୍ଲାପାଳଙ୍କ ପାଖକୁ ଆସିବ ବା କୌଣସି ଅଧିକାରୀଙ୍କ ପାଖକୁ, ତାଙ୍କୁ କେଉଁଭଳି ଭାବରେ କରାଯାଉଥିବ। ଆଉ ଇଏ ମୋହନଙ୍କ ଠାରୁ ଆରମ୍ଭ ହୋଇଛି, ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କ ଠାରୁ ଏ ଲଢ଼େଇ ଆରମ୍ଭ ହୋଇଛି। ବର୍ତ୍ତମାନ ମୋହନ ସରକାର ଅଛନ୍ତି। ଆମେ ନିବେଦନ କରିବୁ ମୋହନ ସରକାରଙ୍କୁ ଯେ ଏଇଭଳି ବଦମାସ ଅଧିକାରୀମାନଙ୍କୁ ସାବାଡ଼ କରନ୍ତୁ ଆଉ ତାଙ୍କୁ ତୁରନ୍ତ ଏଠୁ ବଦଳି କରନ୍ତୁ, ତାଙ୍କୁ କୈଫତ ମାଗନ୍ତୁ।